ଇଲୋ କି ସାମ୍ବର ଦଶମୀ ଆମ ବେଳେ ହଉଥିଲା ସାମ୍ବ ଦଶମୀ। ସକାଳ 3ଟାରୁ ଉଠିବି, ଗାଧେଇବି, ଚୁଲି ମୂଳେ ବସିଥିବି ଯେ ବସିଥିବି ଦିନ 12ଟା ପର୍ଯ୍ୟନ୍ତ। ଆରିସା ପିଠା, କାକରା ପିଠା, ନିମିକି, ବୁଢ଼ା ଚକୁଳି, ଅଲଣା ଚକୁଳି, ଲୁଣିଆ ଚକୁଳି, କେତେ ରକମର ପିଠା ପଣାରେ ଖାଲି ମାନେ ଭାସୁଥିବ। ଆଉ ଏବେ ସାମ୍ବ ଦଶମୀ ଆମ ବୋଉ ଗୁଡ଼ାକ ଦୋକାନ ଯାଉଛନ୍ତି, 2-3ଟା ମିଠା କିଣିକି ଆଣୁଛନ୍ତି, ପାଣି ବୁଲେଇ ଦେଇକି ହୁଳୁହୁଳୁ କରିଦେଉଛନ୍ତି। ଆଉ ହୁଳୁହୁଳୁ ବି ଅଧା ଶିଖି ନାହାନ୍ତି ମ, ଖାଲି ଦୀପ ବୁଲେଇ ଦେଉଛନ୍ତି, ହେଇଗଲା ସାମ୍ବ ଦଶମୀ। ମୁଁ କରୁଥିଲି। ଆଲୋ ମୋ ଶାଶୁର ପା 4ଟା ପୁଅ, ତାଙ୍କ ସମସ୍ତଙ୍କର 4ଟା ଛୁଆ ଫେରେ, ସମସ୍ତଙ୍କର ଖାଲି ପିଠା ପଣା, ନିମିକି ମୁଁ ଛାଣୁଥିଲି ପାଛିଏ। ଆଉ ଆରିସା ପିଠା ତ ସକାଳୁ କହନା କହନା। ମୋ ଶାଶୁ କହିବ ସେ ନଣନ୍ଦ ଘରକୁ ଯିବ, କାହିଁ ସେ କରୁନାହାନ୍ତି କି ତା ଘରକୁ ବି ମୁଁ ପଠାଏ। ମୁଁ କେଉଁ ପିଠା ନ ଶିଖିଛି କହ, ଆମ ବୋଉ ଗୁଡ଼ା କିଛି ଶିଖିନାହାନ୍ତି ମ। ସେଇଥିପାଇଁ ଖାଲି ସେ ଯେଉଁ ମୋ ନାତି ନାତୁଣୀଙ୍କ ସାମ୍ବ ଦଶମୀରେ ମୋ ନାତୁ ନାତୁଣୀଙ୍କ ପାଇଁ ଖାଲି ଇଏ କରିଦେଉଛନ୍ତି କ'ଣ, ମୋତିଚୁର ଲଡ଼ୁ ଆଉ ରସଗୋଲା, ଗୁଲାବଜାମୁନ, ଛେନାପୋଡ଼ ଏସବୁ କିଣି ଆଣୁଛନ୍ତି ଦୋକାନରୁ, ପାଣି ବୁଲେଇଛନ୍ତି, ସଇଲା ସାମ୍ବ ଦଶମୀ। କିଏ କି ସାମ୍ବ ଦଶମୀ, ପିଠାଟିଏ ନାହିଁ କି କିଛି ନାହିଁ।